ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ତରଫରୁ ବିଶ୍ୱ ଫଟୋଗ୍ରାଫିଷ୍ଟ ଦିବସ ସମାରୋହରେ ପାଳିତ ହୋଇଛି। ଏ ଅବସରରେ ଏକ ସଚେତନତା ରାଲି ପୁରୀ ସମୁଦ୍ର କୂଳଠାରେ ସକାଳେ ଅନୁଷ୍ଠିତ ହୋଇଥିଲା। ଏହି ରାଲିକୁ ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଓ ସମୁଦ୍ରକୂଳ ଥାନା ଅଧିକାରୀ ଶ୍ରୀଯୁକ୍ତ ମାନସ ଚକ୍ର ଉଦ୍ଘାଟନ କରିଥିଲେ। ରାଲି ଦିଗବାରିଣୀ ଖୁଣ୍ଟିଠାରୁ ଆରମ୍ଭ ହୋଇ ହଂସକୋକା ପାଖ ଶେଷ ହୋଇଥିଲା। ସନ୍ଧ୍ୟାରେ ପୁରୀ ପୌର ସଦନଠାରେ ଏକ ସ୍ୱତନ୍ତ୍ର ଉତ୍ସବ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦାନ ଦେଇ ପୁରୀ ସମୁଦ୍ର କୂଳରେ କେହି ଯେପରି ନିଜର ଜୀବନ ଜୀବିକା ନ ହରାଇବେ ସେଥିପାଇଁ ଦୃଷ୍ଟି ଦେଇ ପୁରୀ ବେଳାଭୂମିର ଉନ୍ନତିକରଣ କରାଯିବ ବୋଲି କହିଥିଲେ। ଏହା ସହିତ ଫଟୋଗ୍ରାଫରମାନଙ୍କ ପାଇଁ ଯେମିତି ଖୁବ୍ ପରିଚୟ ପ୍ରଦାନ କରାଯିବ, ଆଗାମୀ 7 ଦିନ ଭିତରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ଅବସରରେ ଆଗାମୀ ଦିନରେ ରାଜଧାନୀରେ ହେବାକୁ ଥିବା ଫଟୋ ଫେୟାର ପୋଷ୍ଟରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଶେଷରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର କୋଷାଧ୍ୟକ୍ଷ ମାର୍କଣ୍ଡ ମିଶ୍ର, ଉପସଭାପତି ଶ୍ରୀଧର ପଣ୍ଡାଙ୍କ ସହ ସମ୍ପାଦକ ବି ଲୋକନାଥ ବେହେରା, କୋଷାଧ୍ୟକ୍ଷ ପ୍ରଭାତ ସେଠୀ, କାର୍ଯ୍ୟ ନିରୀକ୍ଷକ ଜି ମୋହନ ପ୍ରଭୃତି ପରିଚାଳନା କରିଥିଲେ। ରିପୋର୍ଟ ଓଡ଼ିଶା ଡିଜିଟାଲ ନ୍ୟୁଜ୍।